महात्मा गांधी के, महात्मा गांधी के, महात्मा गांधी के, सुभाष चंद्र बोस के, सुभाष चंद्र बोस के, सुभाष चंद्र बोस के, लाल बाल पाल के, लाल बाल पाल के, लाल बाल पाल के, जवाहरलाल नेहरू के, जवाहरलाल नेहरू के, जवाहरलाल नेहरू के, वंदे 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 15 अगस्त 15 और बस सामने से तेज चल। कुणी कुणी छात्रछात्री
ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ହେଉଛି 77ତମ ସ୍ୱାଧୀନତା ଦିବସ। ଆମର ମୁଖ୍ୟ ପର୍ବ କହିଲେ ତିନୋଟି ପର୍ବକୁ ବୁଝେଇବ। ସେ ହେବ 15 ଅଗଷ୍ଟ, ଜାନୁଆରୀ 26 ଓ ଅକ୍ଟୋବର 2। ଏ ତିନିଟା ହେଉଛି ଆମର ଜାତୀୟ ପର୍ବ। ସମସ୍ତେ ପାଳନ କରେ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଗର୍ବିତ এই ତିନୋଟି ପର୍ବରେ। 15 ଅଗଷ୍ଟ ଏ ନା ଶୁଣୁ ଶୁଣୁ ଆମେ ସମସ୍ତେ ଆଲର୍ଟ ହେଇଯିବେ। ଆମ ଭିତରେ ଯେଉଁ ଭକ୍ତି ଭାବ ଆସ୍ତେ ଆସ୍ତେ ଜାତ ହେଇଯିବ। ମହାନେ ଶାସକମାନେ ଶାସନ କରୁଥିଲେ। ତା ପୂର୍ବରେ ଆଉ ଅନ୍ୟାନ୍ୟ ବିଦେଶୀ ମଧ୍ୟ ଆମକୁ ବାଣିଜ୍ୟ ନାଁ କହି ଆସିକି ବହୁତ ଆମକୁ ଶୋଷଣ କରୁଥିଲେ। ବିଦେଶୀ ଯେଉଁ ଇଂରେଜୀମାନେ ମଧ୍ୟ ଆମ ଦେଶକୁ ଆସିବାର ଉଦ୍ଦେଶ୍ୟ ବାଣିଜ୍ୟ, କିନ୍ତୁ ଦେଖିଲେ ଏଠି ସମ୍ପତ୍ତି ଭରିପୁର, ଆଉ ତାଙ୍କର ଆଶା କମିଲା ନାହିଁ। ସେମାନେ ଯେହେତୁ ସେମାନେ ପୃଥିବୀରେ ଜଣେ ବଳିଷ୍ଠ ଦେଶ, ଯାହା ପାଖରେ ଯେଉଁ ସୈନ୍ୟ ଥିଲା, ପୃଥିବୀ ଦୁଃଖ ଲାଗୁଛି। ତମାନେ ଯଦି ପଢ଼ିବ ଜାଣିବ, ପରବର୍ତ୍ତୀ ସମୟରେ ତମେ ନିଶ୍ଚୟ ଜାଣିବ ଆମର ଦେଶର ମ୍ୟାପ୍ ଏଭଳିଆ ନଥିଲା, ମାନଚିତ୍ର ୟା ନୁହଁ। ବର୍ତ୍ତମାନ ତାର ଅଧା ଅଛି ମାନଚିତ୍ର। ବହୁତ ଦୁଃଖର କଥା, କାରଣ ଗୋଟେ ବିଶାଳ ଦେଶ, ପୃଥିବୀରେ ଶ୍ରେଷ୍ଠ ଦେଶ, ବହୁତ ଶିଷ୍ଟାଚାର ଥିବା ଦେଶ। ଏହି ଦେଶର ନାଗରିକ ବହୁତ ପାୱାରଫୁଲ। ଆମ ଉପରେ କେତେ କେତେ ରାଜ୍ୟ କେତେ ବିଦେଶୀ ଆକ୍ରମଣ କଲେ ମଧ୍ୟ ଆମ ଭିତରେ ଯେଉଁ ସଂସ୍କୃତି ଆମର ଆଚାର ଆଜି ପର୍ଯ୍ୟନ୍ତ କେହି ହେଲେ ଲୁଚେଇ ପାରିଲେ ନାହିଁ, ଚୋରେଇ ପାରିଲେ ନାହିଁ। ବୁଝିହେଲା? ସମସ୍ତେ ସବୁ ସମ୍ପତ୍ତି ଆମର ମାନେ ନେଇପାରିବେ, କିନ୍ତୁ ଆମର ବିଦ୍ୟା କିଏ ନେଇପାରିବେ ନାହିଁ। ବଡ଼ ହେଲା ଭିନ୍ନତ୍ୱ ମଧ୍ୟରେ ଏକତା, ୟୁନିଟି ଇନ୍ ଡାଇଭର୍ସିଟି ହେଲା। ଆମର ଏ ଦେଶରେ ବିଭିନ୍ନ ଧର୍ମର ଲୋକ, ବିଭିନ୍ନ ପ୍ରାନ୍ତର ଲୋକ ତମେ ଦେଖିବ ଆସୁଛି। ଆଉ ଆମର ଅଧିକାଂଶ ଟଙ୍କା ଖର୍ଚ୍ଚ ହେଉଛି ସେ ବର୍ଡର ଜଗିବାରେ। ବୁଝିହେଲା? ତେଣୁ ଆମେ ସମସ୍ତେ ମନେ ରଖିବା ଦରକାର, କାଶ୍ମୀର ଆମର ହେଲା। କାଶ୍ମୀର କେବେ ବି ଭାରତରୁ ଅଲଗା ହେଇପାରିବ ନାହିଁ। ସେଥିପ୍ରତି ଆମ ସମସ୍ତଙ୍କର ନାଗରିକ ହେବ। ତେଣୁ ତମ ଗୁରୁତ୍ୱ ଅଧିକା ଅଛି। ତମେ ସମସ୍ତେ ଭଲ ପଢ଼ିବା ନିହାତି ଦରକାର, ଶିଷ୍ଟାଚାର ଜାଣିବା ଦରକାର। ଏ ଭାରତକୁ ଅଖଣ୍ଡ ଭାରତ ହେଇକି ରଖିବାର କର୍ତ୍ତବ୍ୟ ତମମାନଙ୍କ ଉପରେ ବହୁତ ଅଛି। ତେଣୁ ଆମେ ସମସ୍ତେ ଭଲ ପଢ଼ିବା, ଆମ ଗାଁକୁ, ଆମ ରାଜ୍ୟକୁ, ଆମ ଦେଶକୁ ଉନ୍ନତ କରିବା ପାଇଁ ଆମେ ଚେଷ୍ଟା କରିବା। ନୋ ଡାଉଟ୍ ଭାରତ ଏବେକୁ 76 ବର୍ଷ ହେଲା ସ୍ୱାଧୀନତା ପାଇଛି। ମନା ନାହିଁ, ବହୁତ କ୍ଷେତ୍ରରେ ଆମେ ଉନ୍ନତି ହେଇଛୁ। ଯେଉଁମାନେ ଶାସକ ଏ ଶାସନ ଦେଖୁଛେ, ଅନ୍ୟାନ୍ୟ ଦେଶ ବିଦେଶ ଗୁଡ଼ାକ କେତେ ଆଗେଇ ଗଲେନି, ସେମାନେ ବିକଶିତ ଦେଶ ହେଇଗଲେନି। ଆମେ 76 ବର୍ଷ ପୁରିଲା ସିନା ବିକାଶୋନ୍ମୁଖୀ ଡେଭଲପିଂ କଣ୍ଟ୍ରି, ଏ ନାଁଟା ହଟାଇବାକୁ ପଡ଼ିବ। ଏଇଟା ଆମ ସମସ୍ତଙ୍କର ଦାୟିତ୍ୱ। ବିକାଶୋନ୍ମୁଖୀରୁ ବିକଶିତ କରିବା ଆମମାନଙ୍କର ଦାୟିତ୍ୱ। ତେଣୁ ଆମେ ସମସ୍ତେ ଶପଥ ନେବା ଯେ ମୋ ଦେଶକୁ ମୁଁ ଆଗେଇ ନେବି। ଏହି ଯେଉଁ ମନୋଭାବ ଯଦି ଆମ ପାଖରେ ରହିବନି, ଆମ ଦେଶ କେବେ ଆଗେଇ ଯାଇପାରିବ ନାହିଁ। ଆଉ ବିଶେଷ କରି ଭାରତ ବିରାଟ ବଡ଼ ଦେଶ, ଯାହାଫଳରେ କି ଆମେ ଯେଉଁ ହାରରେ ଡେଭଲପମେଣ୍ଟ ଚାହୁଁଛେ, ସେ ହାରରେ ଡେଭଲପମେଣ୍ଟ ହେଇପାରୁନି, ଅଭିବୃଦ୍ଧି ହେଇପାରୁନି। କାରଣ ଏଇଠି ଭିନ୍ନ ଭିନ୍ନ ଧରଣର ଲୋକ ଅଛନ୍ତି। କେହି ତ କାମ କରିବାକୁ ଇଚ୍ଛା କରନ୍ତି, ଆଉ କିଛି ଲୋକ ଅଛନ୍ତି, କିଛି ଅଞ୍ଚଳ ଲୋକ କାମ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଇଟା ଠିକ୍ ନୁହଁ। ସମସ୍ତେ କର୍ମ ଉପକାର ଆସିବ ସେଭଳିଆ ଚିନ୍ତା କରିବା। ଆଉ ଭାରତ ଡେଭଲପ୍ କରିବା। ତମେ ଭାବିପାରିବ 76 ବର୍ଷରେ କିଛି ହେଇନି, ସାରା ହେଇଛି। ଆମର ବର୍ତ୍ତମାନ ମହାକାଶ ଯାନ ଚନ୍ଦ୍ରୟାନ 3 24 ତାରିଖ 5 ଘଣ୍ଟିଆ ସମୟରେ ସେ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଯାଇକି ଓହ୍ଲେଇବ। ଟାଇମ୍ ବି ଫିକ୍ସ ହେଇଯାଇଛି। ଆମ ସହିତ ଆମର ମିତ୍ର ଦେଶ ରୁଷର ମଧ୍ୟ ଲୁନା 25 ମଧ୍ୟ ସେଦିନ ହିଁ ସେଇଠି ଯିବ। ଦୁଇଟା ବର୍ତ୍ତମାନ ଯାତ୍ରାରେ ଅଛନ୍ତି। ଆମେ ସମସ୍ତେ କାମନା କରିବା ଆମର ଯାତ୍ରା ଶୁଭଯାତ୍ରା ହଉ। ଆମ ଭାରତ, ଆମର ଇସ୍ରୋ ପାଇଁ ଆମେ ସମସ୍ତେ ଗର୍ବିତ। ଆଉ ଇସ୍ରୋ ଆମେ ଯେତେବେଳେ ସ୍ୱାଧୀନ ପାଇଥିଲୁ, ଇସ୍ରୋର ଯେଉଁ କାର୍ଯ୍ୟକ୍ରମ ହେଉଥିଲା, ବିଦେଶମାନେ ହସିଲେ। ଭାରତ କ'ଣ ମହାକାଶ ଯାନ କରିପାରିବ? ଏଇଟା ଅସମ୍ଭବ କଥା। ସେମାନଙ୍କର ମୁଣ୍ଡ ଅଛି ନା ନାହିଁ ଭାବୁଥିଲେ, କିନ୍ତୁ ଆମର ବୈଜ୍ଞାନିକମାନେ ଚ୍ୟାଲେଞ୍ଜ ହିସାବରେ ନେଲେ। ବର୍ତ୍ତମାନ ପୃଥିବୀର ଯିଏକି ଚନ୍ଦ୍ରୟାନରେ ଏବେ ଆମେ ଲଞ୍ଚ କରିବାକୁ ଯାଉଛୁ। ଚନ୍ଦ୍ରୟାନର ଆର ପୃଷ୍ଠରେ ଆମେ ଏବେ ବର୍ତ୍ତମାନ ଓହ୍ଲାଇବା ପାଇଁ ପ୍ରସ୍ତୁତ।
ଆଉ ସପ୍ତାହ ଭିତରେ ଆମେ ସେ ଶୁଭ ଖବର ନିଶ୍ଚୟ ପାଇବା ଆଉ ସମସ୍ତେ ଭଗବାନ ଡାକିବା ସେ ଶୁଭ ହଉ। ତେଣୁ ସେମିତି ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ